ଜୟ ଗୁରୁ। ଗହନ କଥା ନାରାୟଣ ମିଶ୍ର ଚ୍ୟାନେଲର ଆଉ ଏକ ନୂତନ ଅଧ୍ୟାୟକୁ ବିଜ୍ଞ ଶ୍ରୋତା ଏବଂ ଦର୍ଶକମାନଙ୍କୁ ସ୍ୱାଗତ କରୁଛି। ମୁଁ ନାରାୟଣ ମିଶ୍ର। ଆଜିର ଅଧ୍ୟାୟ ମୃତ୍ୟୁର ଆବଶ୍ୟକତା। ମରିବା ଆମର ନିହାତି ଦରକାର। ମୃତ୍ୟୁ ନଥିଲେ ପୃଥିବୀର ସନ୍ତୁଳନ ରହନ୍ତା ନାହିଁ। ମୃତ୍ୟୁର ଆବଶ୍ୟକତା ଅଛି। ଯେମିତି ଆମର ପ୍ରଥମେ ବାଲ୍ୟାବସ୍ଥା ଆସେ, ତାପରେ କୈଶୋର ଅବସ୍ଥା ଆସେ, ତାପରେ ଯୌବନ, ତାପରେ ବୃଦ୍ଧାବସ୍ଥା, ଯେମିତି ପରିବର୍ତ୍ତନ ହେଇ ଚାଲିଛି ସେଇ ଲାଇନ୍ରେ ଗଲେ ମୃତ୍ୟୁ ତ ଅବସମ୍ଭାବୀ, ନିଶ୍ଚିତ ଆସିବ। ମୃତ୍ୟୁ ନ ଆସିବାର କିଛି ବାଟ ହିଁ ନାହିଁ। ଏଇଟା ଈଶ୍ୱରଙ୍କର ସୃଷ୍ଟି ଯେ ଯିଏ ଏଠି ଏଇ ଭୋଗ ଲୋକ ଏଠି ଭୋଗିବା ପାଇଁକି ଆମେ ଜନ୍ମ ହେଇଛୁ। ଏଠି ଜନ୍ମ ନେବ, ସେ ନିଶ୍ଚିତ ମରିବ। ମୃତ୍ୟୁର ଆବଶ୍ୟକତା ବି ଅଛି। ବ୍ରହ୍ମାଣ୍ଡର ସନ୍ତୁଳନ ପାଇଁ ମୃତ୍ୟୁ ନିହାତି ଦରକାର। ଗୀତାରେ ଆମେ ପଢ଼ିଛେ, ଭଗବାନ ବୁଝେଇଛନ୍ତି ଅର୍ଜୁନକୁ, ତମେ ଯୁଦ୍ଧ କର, ମରିବାକୁ ଡର ନା। କାହିଁକିନା ବାସାଂଶୀ ଜିନ୍ନାନି ଯଥା ବିହାୟ ନବାନି ଗୁହ୍ନାତି ନରୋପରାଣୀ ତଥା ଶରୀରାଣୀ ବିହାୟ ଜିନ୍ନା ନ୍ୟନାନି ସଞ୍ଜାତି ନବାନି ଦେଇ। ପୁରୁଣା ଲୁଗାକୁ ଛାଡ଼ିକିରି ଯେମିତି ଆମେ ନୂଆ ଲୁଗା ପିନ୍ଧୁ, ସେମିତି ପୁରୁଣା ଜୀର୍ଣ୍ଣ ଶୀର୍ଣ୍ଣ ଶରୀରକୁ ଛାଡ଼ି ଆତ୍ମା ଅନ୍ୟ ଗୋଟେ ନୂଆ ଶରୀରକୁ ଯାଏ। ଦ୍ୱିତୀୟ ଅଧ୍ୟାୟର 22 ନମ୍ବର ଶ୍ଲୋକରେ କୁହାଯାଇଛି, ବାସାଂଶୀ ଜିହ୍ନାନି ଯଥା ବିହାୟ ନବାନି ଗୁହ୍ନାତି ନରୋପରାଣୀ ତଥା ଶରୀରାଣୀ ବିହାୟ ଜିନ୍ନା ନ୍ୟନାନି ସଞ୍ଜାତି ନବାନି ଦେଇ। ସେଇ ଶ୍ରୀମଦ୍ ଭଗବଦ୍ ଗୀତାର ଯେଉଁଥିରେ ସେ ଭଗବାନ ନିଜ ବିଶ୍ୱରୂପ ଦର୍ଶନ କରାଇଥିଲେ ଏବଂ ଅର୍ଜୁନକୁ କହିଦେଇଥିଲେ ଯେ ମୁଁ ଆଙ୍କୁ ସବୁ ଯେତେ ଯୋଦ୍ଧା ତୁମେ ଦେଖୁଛ ତାଙ୍କୁ ସବୁ ମୁଁ ମାରିସାରିଛି। ତୁମେ କେବଳ ନାଁ ମାରିଛ ବୋଲିକି ଠିଆ ହୁଅ, ତୁମ ନାଁ ଖାଲି ହେବ। ଏମାନେ ଅଲରେଡ଼ି ମରିସାରିଛନ୍ତି, ମୁଁ ତାଙ୍କୁ ମାରିସାରିଛି। ତଥାପି ଅର୍ଜୁନ ବୁଝିଲେ ନାହିଁ। ତେଣୁ ଗୀତାର ଶେଷ ଅଧ୍ୟାୟକୁ ଯାଆନ୍ତୁ, 88 ଅଧ୍ୟାୟ, ତା'ର 61 ନମ୍ବର ଶ୍ଲୋକ। ସେଥିରେ କହୁଛନ୍ତି ଭଗବାନ, ଈଶ୍ୱର ସର୍ବଭୂତାନାଂ ହୃଦୟର୍ଷେର୍ଜୁନ ତିଷ୍ଠତି ଭ୍ରାମୟନ୍ ସର୍ବଭୂତାନି ଯନ୍ତ୍ର ରୂଢ଼ାନି ମାୟୟା। ଗୋଟେ ଘୁରୁଥିବା ଯନ୍ତ୍ର ଉପରେ ଗୋଟେ ପୋକଟି ବା ଜିନିଷଟିଏ ଥୋଇଦେଲେ ଯେମିତି ସେ ଜିନିଷଟିର କିଛି କର୍ତ୍ତୃତ୍ୱ ନଥାଏ, ଯନ୍ତ୍ର ଅନୁସାରେ ସେ ଘୁରୁଥାଏ, ସେମିତି ପ୍ରତ୍ୟେକ ଜୀବ ଈଶ୍ୱରଙ୍କ ଦ୍ୱାରା କେଉଁଠୁ ଆସିବେ, କୁଆଡ଼େ ଯିବେ, କେମିତି ରହିବେ, କେତେ ଦିନ ରହିବେ, କ'ଣ ଚଳିବେ, କ'ଣ ଖାଇବେ, ଏସବୁ ଜିନିଷ ନିୟନ୍ତ୍ରିତ ହୋଇ ଲେଖା ହେଇ ଥୁଆ ହେଇଛି। ଈଶ୍ୱର ସର୍ବଭୂତାନାଂ ହୃଦୟର୍ଷେର୍ଜୁନ ତିଷ୍ଠତି, ଆମରି ଭିତରେ ଅଛନ୍ତି। ଭ୍ରାମୟନ୍ ଯନ୍ତ୍ର ରୂଢ଼ାନି ଭ୍ରାମୟନ୍ ସର୍ବଭୂତାନି ଯନ୍ତ୍ର ରୂଢ଼ାନି ମାୟା। 88 ଅଧ୍ୟାୟର 61 ନମ୍ବର ଶ୍ଲୋକ। ୟା ପରେ ମଧ୍ୟ ଅର୍ଜୁନ ବୁଝିନାହାନ୍ତି। ତେଣୁ ଶେଷକୁ ସେ କହିଛନ୍ତି ଯେ ଯୋଗ କରିବା, ତପ କରିବା, ଯଜ୍ଞ କରିବା, ଭକ୍ତି କରିବା, ଆରାଧନା କରିବା, ଏସବୁ ଜିନିଷ ମୁଁ କହିସାରିଲିଣି। ତୁମେ ଯଦି କିଛି କରିପାରୁନ, ମନ ଲାଗୁନି, ଇନ୍ଦ୍ରିୟମାନେ ତୁମ ବଶୀଭୂତ ହୋଇପାରୁନାହାନ୍ତି, ତାହେଲେ ସବୁ ଛାଡ଼ିଦିଅ। ଧର୍ମ, ଶାସ୍ତ୍ର, ଗ୍ରନ୍ଥ, ଯେତେ ପ୍ରକାର ଜିନିଷ ଅଛି, ଯେତେ ପ୍ରକାର ଉପଦେଶ ତୁମେ ଶୁଣିଛ, ସବୁ ଭୁଲିଯାଅ। ସେଇ 88 ଅଧ୍ୟାୟର 66 ନମ୍ବର ଶ୍ଲୋକରେ କହୁଛନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବପାପେଭ୍ୟ ମୋକ୍ଷୟିଷ୍ୟାମି ମା ଶୁଚ। ବ୍ୟସ୍ତ ହୁଅ ନା, ଅନୁତାପ କର ନା, ଶୋଚନା କର ନା। ଯେତେ ପ୍ରକାର ଧର୍ମ ଅଛି, ଯେତେ ପ୍ରକାର ଉପଦେଶ ତୁମକୁ ମିଳୁଛି, ଶାସ୍ତ୍ରରେ ବହୁ ପ୍ରକାର କଥା କୁହାଯାଇଛି, ସେସବୁ ଛାଡ଼ିଦିଅ, ମୋରି ଶରଣ ନିଅ। ସମ୍ପୂର୍ଣ୍ଣ ଆତ୍ମସମର୍ପଣ ନେଲେ କ'ଣ ହେବ ନା, ଯେତେ ଦୋଷ ତୁମେ କରିଛ, ଅହଂ ତ୍ୱାଂ ସର୍ବପାପେଭ୍ୟ ମୋକ୍ଷୟିଷ୍ୟାମି ମା ଶୁଚ। ଅନୁତାପ କର ନା, ଶୋଚନା କର ନା, ସମସ୍ତ ଦୋଷ ପାପରୁ ମୁଁ ତୁମକୁ ମୁକ୍ତି ଦେଇଦେବି। ତେଣୁ ଗୀତା, ଅଷ୍ଟାଦଶ ପୁରାଣ, ଯେତେ ପ୍ରକାର ପୁରାଣ ଅଛି, ଯେତେ ପ୍ରକାର ଜିନିଷ ଲେଖା ହେଇଛି, ଏ ସବୁର ସାର କଥା ହେଉଛି ଶ୍ରୀମଦ୍ ଭଗବଦ୍ ଗୀତା। ସେଇଥିରେ ଭଗବାନ ନିଜେ କହିଛନ୍ତି ଏବଂ
ଯେଉଁ ଦୃଷ୍ଟି ଦେଇଥିଲେ ସଞ୍ଜୟକୁ, ସଞ୍ଜୟ ଦେଖିପାରିଛନ୍ତି କ'ଣ ଭଗବାନ କହୁଛନ୍ତି ଏବଂ ସେ ସେଇଟା ଦୁର୍ଯ୍ୟୋଧନଙ୍କର ପିତାଙ୍କୁ ଶୁଣେଇଛନ୍ତି, ଧୃତରାଷ୍ଟ୍ରଙ୍କୁ ଶୁଣେଇଛନ୍ତି। ଭଗବାନ ଯାହା ଯାହା କହିଛନ୍ତି ସେ କିଛି ନୂଆ ମାନେ କିଛି କଷ୍ଟ ଜିନିଷ ନୁହେଁ। ସାଧାରଣ ମଣିଷକୁ କେମିତି ତ୍ରାହି ମିଳିବ ସେଇ କଥା ଭଗବତ ଗୀତାରେ କୁହାଯାଇଛି। ତେଣୁ ମରିବାଟାକୁ ଆଉ ଡରିବା କିଛି ଆବଶ୍ୟକତା ନାହିଁ। ମୃତ୍ୟୁ ଆବଶ୍ୟକ, ମୃତ୍ୟୁ ଆସିବ, ଆପଣ ଚାହାନ୍ତୁ ନ ଚାହାନ୍ତୁ ମୃତ୍ୟୁ ନିଶ୍ଚୟ ଆସିବ। ଆମେ ବର୍ତ୍ତମାନ ଆଲୋଚନା କରିବା ଗୋଟେ ଗଳ୍ପ, ଯଦି ମୃତ୍ୟୁ ନ ଆସେ କ'ଣ ହେବ। ଧରନ୍ତୁ ମୃତ୍ୟୁ ଆଉ ହେଲାନି। ଜଣେ ରାଜା ଥିଲେ, ସେ ଥରେ ଭାବିଲେ ଯେ କ'ଣ କଲେ ମୁଁ ଆଉ ମରିବିନି, ସବୁଦିନ ପାଇଁ ଅମର ହେଇଯିବି। ଯେଉଁଗୁଡ଼ାକ ରାବଣ ଭଳି ବହୁ ଅସୁର ଭୟଙ୍କର ତପସ୍ୟା କରିକି ମାଗିବାକୁ ଚେଷ୍ଟା କରିଥିଲେ କିନ୍ତୁ ପାଇନାହାନ୍ତି। ସେ ରାଜା ରାଜ୍ୟ ବାହାରକୁ ଚାଲିଗଲେ, ଦେଖିଲେ ଗୋଟିଏ ଗଛ ମୂଳେ ଗୋଟିଏ ଲୋକ ବସିଛି, ଜଣେ ସିଦ୍ଧ ପୁରୁଷ। ତାଙ୍କ ମୁହଁରୁ ଉଜ୍ଜଳ ଆଲୋକ ବାହାରୁଛି, ଜଣାପଡ଼ୁଛି ସେ ସବୁକିଛି ଜାଣିଲା ଭଳିଆ। ରାଜା ତାଙ୍କୁ ମୁଣ୍ଡିଆ ମାରିଲେ, କହିଲେ ହେ ସିଦ୍ଧିଦାତା, ଆପଣଙ୍କୁ ମୁଁ ଗୋଟିଏ ବର ମାଗୁଛି, ମୋତେ ଅମର କରିଦିଅନ୍ତୁ, ମୁଁ ଯେମିତି ମୋଟେ ମରିବିନି। ସେ ଋଷି ଜଣକ କହିଲେ ଗୋଟେ ବାଟ ଅଛି, ତୁମେ ସିଧା ଚାଲିଯାଅ ଉତ୍ତର ଦିଗରେ, ଦେଖିବ ଦୁଇଟା ପର୍ବତ ପଡ଼ିବ, ତାକୁ ପାର କରି ଚାଲିଯିବ। ଗୋଟେ ହ୍ରଦ ପଡ଼ିବ, ସେ ହ୍ରଦର ପାଣି ଆଞ୍ଜୁଳାଏ ଆଣି ପିଇଦେବ, ଆଉ ତୁମେ ମରିବନି, ସବୁଦିନ ପାଇଁ ଅମର ହେଇଯିବ। ରାଜା ଖୁସି ହେଇଗଲେ, କହିଲେ ଏତେ ସୁବିଧା ବାଟ ମୁଁ ଜାଣିନଥିଲି, କେବେଠୁ ମୁଁ ଏ ପାଣି ପିଇ ସାରନ୍ତିଣି। ଦୁଇଟା ପର୍ବତ ପାର ହେଲେ ଏବଂ ଗଲେ, ହ୍ରଦ ପାଖରେ ପହଞ୍ଚିଗଲେ। ହ୍ରଦ ପାଖରେ ପହଞ୍ଚିଗଲେ, ପାଣି ପିଇବାକୁ ହାତ ବଢ଼େଇଛନ୍ତି, ଏକ ବିକଳ ଚିତ୍କାର ସେ ଶୁଣିଲେ, ଯେମିତି କଷ୍ଟରେ ଯେମିତି ଗୋଟେ ଲୋକ କିଏ ପୁରା ଧନ୍ଦି ହେଉଛି। ସେ ଶବ୍ଦକୁ ଅନୁସରଣ କରିଗଲେ, ଦେଖିଲେ ଜଣେ ବୃଦ୍ଧ ଶୋଇଛନ୍ତି, ତାଙ୍କ ପାଖରେ କେହି ନାହାନ୍ତି। ସେ କହିଲେ ଆପଣ କିଏ ବାବା? ନା ମୁଁ ସେ ଋଷିଙ୍କ ଠାରୁ ଅମରତ୍ୱ ପ୍ରାପ୍ତିର ବାଟ ସନ୍ଧାନ ପାଇ ଏ ହ୍ରଦରୁ ଆଞ୍ଜୁଳାଏ ପାଣି ପିଇ ଦେଇଛି, ମୁଁ ଆଉ ମରୁ ନାହିଁ। ମୋ ପୁଅକୁ 100 ବର୍ଷ ହେଇ ସିଏ ମଲାଣି, ତା ପୁଅ ଆସି ହେଲାଣି 90 ଉପରେ। ମୋ ପୁଅ ବି ମୁଁ ବଞ୍ଚିଥିଲା ବେଳେ ମୋ ପାଖକୁ ଆସୁନଥିଲା, ମୋତେ ଆଣି ଦୂରରେ କେତେ ଦିନ ସେବା କରିବ କିଏ? ଆପଣମାନେ ଜାଣିଛନ୍ତି ଯେତେବେଳେ ଲୋକ ବୃଦ୍ଧାବସ୍ଥାରେ ପଡ଼ିଯାଏ, ରୋଗାକ୍ରାନ୍ତ ହୁଏ, ହଠାତ୍ ନ ମରିକି ରୋଗାକ୍ରାନ୍ତ ହୋଇଯାଏ, କିଏ କେତେ ଦିନ ସେବା କରିବ? ଗୋଟେ ସମୟ ଆସେ ଯେତେବେଳେ ଲୋକ ଭାବନ୍ତି ଏ ଲୋକ ମରିବା ଉଚିତ, ଜଲ୍ଦି ମରିବା ଉଚିତ, ଯଦି ନ ମଲା ତାହେଲେ ତାକୁ ହେୟ ଜ୍ଞାନ କରିବାକୁ ଲୋକମାନେ ଲାଗନ୍ତି। ସେଇ ଅବସ୍ଥା ମୋର ହେଇଛି। ମୋ ପାଖକୁ କେହି ଆସୁନାହାନ୍ତି, ଆଉ ମୁଁ ଯେହେତୁ ଅମର ହେବାର ପାଣି ଟିକ ପିଇ ଦେଇଛି, ମୁଁ ଆଉ ମରୁ ନାହିଁ। ରାଜା ବଡ଼ ଚିନ୍ତାରେ ପଡ଼ିଲେ, କହିଲେ ବଡ଼ ହଇରାଣ କଥା, ମରିବ ନାହିଁ, କେହି ସେବା କରିବାକୁ ନଥିବେ, ଏମିତି ଛଟପଟ ହେଉଥିବ। ସେ ଲୋକଟି କହିଲା ମୁଁ ବି ଖାଇବା ପିଇବା ଛାଡ଼ିଦେଲାଣି ପ୍ରାୟ ବର୍ଷେ ହେଲା, ଖାଲି ପବନଟା ଚାଲିଛି, ମୁଁ ବଞ୍ଚିଛି, ମୁଁ ଦେଖୁଛ ମୋ ଶରୀର ଆସି କେମିତି ହେଲାଣି, ତଥାପି ମୁଁ ମରୁନି, ଅମର ହେବା ପାଇଁ ପାଣି ଟିକେ ପିଇ ଦେଇଛି। ରାଜା ସେଠୁ ଫେରିଆଇଲେ ପୁଣି ଋଷିଙ୍କ ପାଖକୁ। ଋଷି କହିଲେ କ'ଣ ହେଲା, ପୁଣି କାହିଁ ଫେରିଲ, ପାଣି ପିଇଲନି କି? ନା ନା ନା, ଖାଲି ଅମର ହେଲେ ହେବନି, ଯୌବନ ଥାଇକରି ଅମର ହେବାକୁ ପଡ଼ିବ। ଯୌବନ ନଥିଲେ ତୁମେ ବୁଢ଼ା ହେଲେ ପଡ଼ିଲେ କିଏ ତୁମର ସେବା କରିବ? ଯୌବନ ଥିଲେ ତୁମେ ନିଜେ ଚଳିପାରିବ, କାହାର ସେବା ଦରକାର ନାହିଁ। ବୃଦ୍ଧ ଆଉ ହେବ ନାହିଁ। ନା ବାଟ ଅଛି? ଋଷି ଜଣ କହିଲେ ବାଟ ଅଛି। କେମିତି ବାଟ ମୋତେ ଟିକେ ବତେଇ ଦିଅନ୍ତୁ। ନା ତୁମେ ଯେଉଁ ଦୁଇଟା ପର୍ବତ ଡେଇଁକରି ଯାଇ ଗୋଟେ ହ୍ରଦ ପାଖରେ ପହଞ୍ଚିଥିଲ, ତାକୁ ଟପିଯିବ, ଦେଖିବ ଆଉ ଗୋଟେ ପର୍ବତ ଅଛି, ସେ ପର୍ବତକୁ ଟପି ଚାଲିଯିବ, ଦେଖିବ ଗୋଟେ ଗଛ ଅଛି, ତା'ର ଫଳ ସବୁ ହଳଦିଆ, ସେ ଫଳରୁ ଗୋଟିଏ ଖାଇଦେବ, ଆଉ ବୁଢ଼ା ହେବ ନାହିଁ ନା ମରିବ ନାହିଁ। ରାଜା ଖୁସିରେ ଚାଲିଲେ, ହ୍ରଦ ପାଖରେ ପହଞ୍ଚିଲେ। ସେ ଆଉ ପାଣି ନ ପିଇକରି ସେ ଆଉ ଗୋଟିଏ ପର୍ବତ ତାକୁ ପାର ହେଇଗଲେ। ପୁଣି ଗୋଟିଏ ଗଛ ପଡ଼ିଲା, ସେ ଗଛରେ ପ୍ରକୃତ ହଳଦିଆ ଫଳ ହେଇଛି। ସେ ଫଳ ଆଣିବାକୁ ଯାଉଛନ୍ତି, ଦେଖିଲେ ଭୟଙ୍କର ପାଟିତୁଣ୍ଡ ଶୁଭୁଛି ଟିକିଏ ଦୂରରେ। ସେ ସେଠିକି ଗଲେ, ଦେଖିଲେ ଦୁଇ ଜଣ ମରାମରି ସୋଧାସୋଧି ହେଉ ଖୁବ୍ ଜୋରରେ। କହିଲେ କିଏ ହେବ ତୁମେ? ନା ଆମେ ଗୋଟେ ଭୁଲ କରିଛୁ ଆଜ୍ଞା, ଆମେ ଅମରତ୍ୱ ପ୍ରାପ୍ତି ପାଇଁକି ଇଚ୍ଛା କରିଥିଲୁ, ତା ସହିତ ଯୌବନ ବି ମାଗିଥିଲୁ, ଆମେ ମରୁନୁ। ମୋର ଜମି ଭାଗଟା ମୋ ବାପା ଇଏ ମୋତେ ଦେଉନି, ମୋତେ 250 ବର୍ଷ ହେଲାଣି, ତାକୁ 275ରୁ ଉପରେ ହେବ,
ये मोटे ता जमीतिक मो मते दौनी मो ना करूनी यौवन रखी करी कौन तो कुछ संपत्ति बाड़ी सब ता ना अच्छे से मो ना कि करूनी ताको पचारे राजा कहले कहीं तुम करून ना मो बापा तो मो ना करूनी देख से मो बापा ईसुटू गले ता बापा कहला मत 300 वर्ष है मुझे हलदिया फल खाई यौवन अच्छी वृद्धावस्था आसुनी तो मरवार प्रश्न ना किंतु मो ना मो बापा जमीबाड़ी करदौनी मुझे चलि केमी ना तो मो बापा कौन अच्छा ना से देखु 400 वर्ष पखापाखि है 300 केते वर्ष है मत 350 है 400 पखापाखि है सी मो ना जमीबाड़ी करूनी राजा दौड़ी पलि आसिले फेरिक कह नाई ना ये यौवन दरकार ना कि वृद्धावस्था अमरत्व दरकार ना जदि यौवन वृद्धावस्था आसवनी लोक कई मरबेनी ताले यही अवस्था हम सबुबले समस्त भितर गंडगोल लगी बाड़िया पिटा चलता तेणु मृत्यु निहाती दरकार राजा से बहुत देरी अनुभव कले मृत्यु कहीं दरकार तार गोटे आउ गोटे कारण भी अच्छे जे आम जानुचे जे आम बाल्यावस्था आमर थिला आउ रहिलानी आमरी आखि आगे चलीगला आम जो गोड़ी आ सुना को एका प्रकार भावुले पिला बेले सेटा से अवस्था आउ रहिलानी आम किशोर अवस्था को आसीगले खेलाखेली कले तापर यौवन आसला आनंद रहिले बाहासा हेले पिला छुआ भी हेले वृद्धावस्था आसला जेहेतु एगुड़िक सब आसला वृद्धावस्था पर अवस्था न आसीज कड़े मृत्यु निश्चित आसब आम जिते चाहूँ जोग करने को भगवान से वियोग कर चलते बाल्यावस्था को वियोग करदे आम चाहलु किशोर अवस्था आसीगला भगवान ताको पुणी माइनस करदे वियोग करदे यौवन देदेले यौवन रे आम बहुत डेलु दुनिया क्या किसी मानिलुनि किंतु सी जे चलीज वृद्धावस्था आसो सेटा भी भगवान करदे सेटा को माइनस करदे यौवनटा को नहीं गले वृद्धावस्था आसीगला आ जितेबाला एत प्रकार परिवर्तन है पर अवस्था मृत्युटा न आसो कौ बाटे आसब निश्चय तेणु ब्रह्मांडर संतुलन पे मृत्यु निहाती दरकार आम खुशी होचे जे आम भलरे अच्छे आपन थोड़े भावतु गोटे लोक को 40 वर्ष होगला सी जाए गोटे तार घर बाड़ी गाड़ी घोड़ा सब अच्छी बहुत पैसा इनकम करुच्ची रोजगार करुच्ची से गोटे पान दुकान थे कथबार्ता हो पचारा कहला भाई तुम तो फुर्सत नहीं तुम मासक रोजगार केते ना मु 50 ରୁ 60 हज़ार भर रोजगार कर चा पान दुकान कर लोकटी भारी खराब लगे कहला एत वर्ष चाकरी कर पाँच 40,000 ये कौच मासक रोजगार कर 50,000 ताले 40 पर अनुभव करुच्ची ये रोजगार किसी मूल्य ना सत कथा 40 पर आप जब अन्य रोजगार कथा चिंता करेंगे गोटे गोटे भिकारी अच्छा जो मैंने मासक 60-70 हज़ार टाँग रोजगार कर तेणु 40 पर ये रोजगार किसी मूल्य ना 50 होगला ये सौंदर्य आ कि मूल्य ना आपण मुह जेमी थी यौवन में सेमती आप आप भावुवे जे आमको लोक देखुं केते सुंदर सेटा आउ रही 50 पर आपणकर आ सौंदर्य रही परिवर्तन हो कहीं परिवर्तन एवं वियोग हवा संसार नियम 50 पर सौंदर्य रहिलानी 70 पर 60 पर आउ आपणकर मूल्य किसी रहिलानी आपण गोटे दशखत कले कहीं कहीं काम हो जाऊला केते लोक आपन को साल्यूट मारुले आपन रिटायर करिगले 60 चपरासी आपण काल न चाह चली जाऊँ बाटे जे देखा सी आउ नमस्कार कहना सार नमस्कार कहीं कहना तेणु 60 पर आउ तुम जो बड़पणटा थिला जो अहंकार थिला जो क्षमता थिला से सब चलीगला तेणु तार आउ किसी मूल्य रहानी 2,000 टंका रोजगार करुवा लोक 50,000 रोजगार करुवा लोक दशखत टी मारे दुनिया हुलस्थुल कर दूसरा लोक चौकी न उठी खाली आदेश करुवा लोक ये समस्ते सामान होकर बेग धरिकी हाटे बुलूँ एका प्रकार कि क्या नमस्कार करिवार ना तेणु 60 पर क्षमतार आउ किसी मूल्य ना
ଯେତେବେଳେ 70 ହେଇଗଲା, ଛୋଟ ଘର କି ବଡ଼ ଘରର କିଛି ଆଉ ଭ୍ୟାଲୁ ନାହିଁ। ଆପଣ ଆଣ୍ଠୁ ଦରଜ ହେଲାଣି, ଆପଣ ଚାଲିବା ଅସୁବିଧା ହେଲାଣି। ଛୋଟ ଘରେ ବରଂ ଚଳପ୍ରଚଳ ହେବା ଟିକେ ସୁବିଧା, କିନ୍ତୁ ପଇସା ବଡ଼ ବଡ଼ ଆପଣ ରୋଜଗାର କରିଛନ୍ତି, ବହୁତ ଖର୍ଚ୍ଚନ୍ତି, ବଡ଼ ବଡ଼ ଘର କରିଛନ୍ତି, ଗୋଟିଏ ରୁମ୍ରୁ ଆର ରୁମ୍କୁ ଯିବାକୁ ବହୁତ ସମୟ ଲାଗୁଛି। ତେଣୁ ଆପଣଙ୍କୁ ବଡ଼ ଘର କି ଛୋଟ ଘର ୟାର କିଛି ମୂଲ୍ୟ ରହିଲା ନାହିଁ 70 ପରେ। ତେଣୁ ଆପଣଙ୍କୁ 80 ହେଇଗଲା, ଆପଣଙ୍କ ଆକାଉଣ୍ଟରେ, ବ୍ୟାଙ୍କ ଆକାଉଣ୍ଟରେ କୋଟିଏ ଟଙ୍କା ଅଛି, ବା 2 କୋଟି 3 କୋଟି ଅଛି, କାହାର 5 କୋଟି 80 ଲକ୍ଷ ଅଛି, କାହାର ଆହୁରି ଶହ ଶହ କୋଟି ବି ଅଛି। ତା'ର ମୂଲ୍ୟ ଆଉ କିଛି ରହିଲାନି। କାହିଁକିନା 80 ପରେ ଟେବୁଲ୍ ଉପରେ କ'ଣ କ'ଣ ଔଷଧ ଠିଆ ହେଇଛି, ତାପରେ ବ୍ଲଡ଼ ପ୍ରେସର ପାଇଁ ଔଷଧ ଖାଇବି, ସାଇନୋସାଇଟିସ୍ ପାଇଁ ଖାଇବି, ଡାଇବେଟିସ୍ ପାଇଁ ଖାଇବି, ଇଞ୍ଜେକ୍ସନ୍ ନେବି, ବିଭିନ୍ନ ପ୍ରକାର ଜିନିଷ। ତେଣୁ ସେଇଥିରେ ଆପଣଙ୍କ ମନ ରହିଲା ଯେ ଯଦି ମୁଁ ବଞ୍ଚିବାକୁ ଚାହୁଁଛି କିଛି ଦିନ, ତାହେଲେ ଔଷଧଟା ଖାଇବି। ମୁଁ ଚାହିଁଲେ ମାଂସ ମଗେଇ ଖାଇପାରିବିନି, ମନା କରାହେଇଛି। ମୁଁ ଚାହିଁଲେ ସୁଆଦିଆ ତରକାରୀ ଖାଇପାରିବିନି, ମନା କରାହେଇଛି। ମୁଁ ଚାହିଁଲେ ମିଠା ଟିକେ ଖାଇପାରିବିନି। କ'ଣ ଖାଇବି ନା ବିଭିନ୍ନ ପ୍ରକାର ଔଷଧ ଖାଇବି। ସେ ଔଷଧ ଟେବୁଲ୍ ଉପରେ ଥୁଆ ହେଇଛି। ଆଉ 90 ଯେତେବେଳେ ହେଇଗଲା, ଆପଣ ଜାଣିଲେ କେହି ଆପଣଙ୍କୁ ପଚାରିବେ ନାହିଁ। ଖାଲି ସେତିକି ନୁହେଁ, କେବେ ମରିବେ ଏଇ ଚିନ୍ତାରେ ଘର ଲୋକ, ବାହାର ଲୋକ, ଚିହ୍ନା ପରିଚୟ ଲୋକ ସମସ୍ତେ ରହିବେ। ଏ ଲୋକଟି ଆସି 90 ଉପରେ ହେଲାଣି, କ'ଣ ଏ ମରୁନି କାହିଁକି? ୟାର ଯିବା କଥା ବର୍ତ୍ତମାନ। କି ୟାର କାମ କରିବ ବଞ୍ଚିକିରି? ବଞ୍ଚିକିରି କାହିଁ ରହିଛି? ତେଣୁ 90 ପରେ ଆଉ ପଚାରିବାକୁ ଭଲ ମନ୍ଦ କେହି ନଥିବେ। ତେଣୁ କ'ଣ ଦରକାର? ମରିବା ଦରକାର। ଆପଣ ଚାହିଁଲେ ଯେ ମରିବେ ସେ କଥା ନୁହଁ। ମୁଁ ଆତ୍ମହତ୍ୟା କଥା କହୁନି, ସେଇଟା ତ ସବୁଠୁ ବଡ଼ ପାପ, ମୂର୍ଖାମି। ଆପଣ ଯେବେ ଚାହିଁବେ ସେବେ ମରିପାରିବେନି। ଏଇ ନିଶ୍ୱାସ ଯିଏ ଚଲେଇଛି ଜନ୍ମଦିନଠୁ, ସେ ଯେବେ ଚାହିଁବ ସେବେ ଆପଣ ଚାଲିଯିବେ, ଅନ୍ୟ ପାରିକି ଚାଲିଯିବେ, ଅନ୍ୟ ଗୋଟେ ଶରୀରକୁ ଆଧାର କରି ଚାଲିଯିବେ। ରାଧାନାଥ ସେଇଥିପାଇଁ କି ଦରବାରରେ ଲେଖିଛନ୍ତି, ଏହି ଦରବାରେ ଛନ୍ତି ଯେତେ ନରେ, ଏଥିରୁ ଥୋକାଏ ବର୍ଷକ ଭିତରେ, ଆର ଦରବାରେ ହେବେଟି ତଲବ, ତୁମ୍ଭେ ଆମ୍ଭେ ଥିବା ନୁହେଁ ଅସମ୍ଭବ। ଇଏ ଦରବାରରେ ଯେତିକି ଲୋକ ଏଠି ଆମେ ଦେଖା ସାକ୍ଷାତ ହେଉଛେ, ଏଥିରୁ କିଛି ଲୋକ କିଛି କ୍ଷଣ ଇମିଡ଼ିଏଟ୍ କେତେବେଳେ ବି ଆର ଦରବାରର ତଲବ ଆସିବ, ୱାରାଣ୍ଟ ଆସିବ, ତା ଠିକଣା ନାହିଁ। ଅନ୍ୟ ଦରବାର ପାଇଁ ଚାଲିଯିବେ। ସେଥିରେ ଆମେ ଥିବା, ତୁମ୍ଭେ ଥିବା ଅସମ୍ଭବ ନୁହେଁ। ତେଣୁ ମୃତ୍ୟୁ ଅବସମ୍ଭାବୀ। ଯେତିକି ଦିନ ଅଛେ ଯଦି କାହାର କିଛି ବି ଉପକାର କରିପାରିବା, ଆମ ଦ୍ୱାରା ହେଇପାରିବ, ଚେଷ୍ଟା କରାଯାଉ, କରା ବି ଯାଉ। ସେତିକି ଭଗବାନ ରେକର୍ଡ଼ କରିବେ। ଆଉ ତୁମେ କ'ଣ କ'ଣ କରିଛ କିଛି ରେକର୍ଡ଼ ହେବନି। ଅନ୍ୟମାନଙ୍କ ପାଇଁ, ଯେଉଁମାନେ ନିଜର ନୁହନ୍ତି, ସେମାନଙ୍କ ପାଇଁ କ'ଣ କରିଛ, ସେ ଯେଉଁ ଜୀବ ହେଉ, ମଣିଷ ହେଉ ବା ଇତର ପ୍ରାଣୀ ହେଉ, ଅନ୍ୟ ପ୍ରାଣୀଙ୍କ ପାଇଁ ତୁମେ କ'ଣ କରିଛ ଜୀବନ ସାରା, ମଣିଷ ପାଇଁ ହେଉ ବା ଅନ୍ୟ ପ୍ରାଣୀମାନଙ୍କ ପାଇଁ ହେଉ। ଯଦି ଅନ୍ୟମାନଙ୍କ ପାଇଁ କିଛି କରିଥିବ, ତାହେଲେ ସେତକ ତୁମ ସାଙ୍ଗରେ ଯିବ ଆର ପାରିକି, ଆର ଦରବାରକୁ, ଆଉ ସବୁ ଏଇଠି ରହିଯିବ। ତେଣୁ ମୃତ୍ୟୁ ଆସୁ, ଏବଂ ମୃତ୍ୟୁ ବେଳେ, ମୃତ୍ୟୁ ପରେ କେହି ନ କହୁ ଯେ ଲୋକଟା ମରିଯାଇଛି, ଭଲ ହେଇଛି। ଏଇଭଳି କାର୍ଯ୍ୟ ଆମେ କରିକି ଯିବା ଦରକାର, ଯେମିତି କାହା ଆଖିରୁ ବି ଟୋପାଏ ଲୁହ ବୋହିବ। ଏଇ ଲୋକଟା ଅନ୍ୟମାନଙ୍କ କଥା ବୁଝୁଥିଲା, ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥିଲା। ଭଗବାନ ତାକୁ ତ୍ରାହି ଦିଅନ୍ତୁ, ମୋକ୍ଷ ଦିଅନ୍ତୁ। ତେଣୁ ମୃତ୍ୟୁକୁ ଆମର ଡରିବାର ନାହିଁ, ମୃତ୍ୟୁକୁ ସ୍ୱାଗତ କରିବା ଏବଂ ସଂସାରରେ ଥିବା ପର୍ଯ୍ୟନ୍ତ ଆମ ଦ୍ୱାରା ଯାହା ହେଇପାରିବ ସେତିକି କାର୍ଯ୍ୟ, ଅନ୍ୟମାନଙ୍କର କାର୍ଯ୍ୟ କରିବାକୁ ଆଗଭରି ହେବା। ଆଜି ପାଇଁ ଏତିକି। ଯଦି ଅଧ୍ୟାୟଟି ଭଲ ଲାଗିଲା ନିଶ୍ଚୟ ଲାଇକ୍ କରିବେ, ସେୟାର କରିବେ, ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଗହନ କଥା ନାରାୟଣ ମିଶ୍ର ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଆଜି ପାଇଁ ଏତିକି। ନମସ୍କାର।